ଚାରିଆଡ଼େ ଅନ୍ୟାୟ, ସବୁ ଜାଗାରେ ଅନ୍ୟାୟ। ଯୋଉଠୁ ନ୍ୟାୟ ମିଳିବ ସେଠି ମିଶା ଅନ୍ୟାୟ। ମୋ ପ୍ରିୟ ଭାଇ ଭଉଣୀ ମାନେ, ଲେଖା ଯାଉଛି ନ୍ୟାୟ ଆଚରଣ। ଆମେ ତ ଜଗତରେ ବାସ କରୁଛୁ, ସମସ୍ତେ ଦୁର୍ବଳ ଲୋକ ପ୍ରତି ଅନ୍ୟାୟ କରନ୍ତି, ଅତ୍ୟାଚାର କରନ୍ତି, ଦୁର୍ନୀତି କରନ୍ତି, ଭ୍ରଷ୍ଟ କାମ କରନ୍ତି। ଲେଖା ଅଛି, ହେ ମନୁଷ୍ୟ, ଯାହା ଉତ୍ତମ ସେଟା ତୁମକୁ ଜଣାଇ ଅଛନ୍ତି, ନ୍ୟାୟ ଆଚରଣ, ଦୟା ଓ ଭଲ ପାଇବା। ଦୟା ଭଲ ପାଇବା। କଣ ଭଲ ପାଇବା? ଦୟା ଭଲ ପାଇବା। ଦୟାକୁ ଭଲ ପାଇବାର ଅଛି, କାରଣ ପ୍ରଭୁ ଆମକୁ ଦୟା କରୁଛନ୍ତି କି ନାଇଁ? ଆମେ ବି ଲୋକ ଦୟା କରିବାର ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଲୋକମାନଙ୍କୁ ଦୟା କରିବାକୁ ଇଚ୍ଛା ନାହିଁ, କିନ୍ତୁ ଆମେ ଦୟା ପାଇବାକୁ ଇଚ୍ଛା। ଆମେ ଗାଉଛୁ କି ନାଇଁ, ଦୟା ପରେ ଦୟା କରିଛ ମତେ ପ୍ରଭୁ, ମାତ୍ର ମୁଇଁ କାକେ করবি ନାଇଁ। ଆମେ ଦୟା ପାଇବାକୁ ଇଚ୍ଛା, ମାତ୍ର ଦୟା କରିବାକୁ, କ୍ଷମା ପାଇବାକୁ ଇଚ୍ଛା କି ନାହିଁ? କ୍ଷମା ପ୍ରଭୁ, ମୁଁ ଯାହା ଯାହା ବି କରିଛି ପ୍ରଭୁ, ଜାନି ନ ଜାନି ସବୁ କରିଛି ରାଜା, ଜୀବନ ଯାକ କଲା ସତ୍ୟ ପାପକେ ପ୍ରଭୁ ଏବେ କ୍ଷମା କରିଦିଆ। ମାନେ 50 ବର୍ଷ କଲା ପାପକୁ ପ୍ରଭୁ ଏବେ କ୍ଷମା କରିଦେବାର ଅଛି, ମାତ୍ର ମୁଇଁ ଲୋକର ପାପକୁ କ୍ଷମା କରିବି କଣ ବୋଲି କହୁଛୁ? ମରି ଯିବି ପାଛେ ମୂলকে କ୍ଷମା না করি। କଣ ବୋଲି କହୁଛୁ? ତୁଇ ମରିଗଲେ ବି ତା ମାଟି ଦେବା ମୁଇଁ ନା, ସେମାନେ ଏମିତି ରାଗ, ଆମେ କ୍ଷମା କରିପାରୁନୁ, ଦୟା ନାହିଁ। ଲୋକମାନେ ସ୍ତ୍ରୀକୁ ଦୟା କରୁନାହାନ୍ତି। କାହାକୁ ଦୟା? ନିଜ ସ୍ତ୍ରୀକୁ ଦୟା ନାହିଁ, ସ୍ତ୍ରୀକୁ ଦୟା ନାହିଁ, ନିଜ ସାଥିକୁ ମିଶା ଦୟା ନାହିଁ। କଣ କହୁଛନ୍ତି? ମକେ ଯେମିତି ସାଧିଛି କି ନାହିଁ, ହେତୁ ପଡିଲେ ଡକରିକେ ମୂলକେ ଗୋଟେ ଗିଲାସ ପାଣି ବି ଦେବାକୁ ଇଚ୍ଛା ନା ଲାଗିବ। ଅନେକ ଆମେ ବସେଇଛୁ। ପ୍ରିୟ ଭାଇ ଭଉଣୀ ମାନେ, ସ୍ୱର୍ଗରେ ସମସ୍ତେ ଯାଇପାରିବେ ନାହିଁ। ସ୍ୱର୍ଗରେ କେବଳ ସେମାନେ ଯିବେ ଯେଉଁମାନେ କ୍ଷମା ପାଇଛନ୍ତି ଆଉ କ୍ଷମା ଦେଇଛନ୍ତି। କଣ? କ୍ଷମା ପାଇଛୁ ଆଉ କ୍ଷମା ଦେଇଛୁ। କ୍ଷମା କିଏ ପାଇବ? ଯେ କ୍ଷମା ଦେବ। ଯଦି ଆପଣ କାହାରିକୁ କ୍ଷମା କରିନାହାନ୍ତି, ଭାବନ୍ତୁ ନାହିଁ ଯେ ଆପଣଙ୍କୁ କ୍ଷମା ମିଳିଥିବ ବୋଲି। ଯୀଶୁ ଆମକୁ ପ୍ରାର୍ଥନା ଶିଖାଇଛନ୍ତି, କଣ ବୋଲି କରି? ଆମ୍ଭେମାନେ ଯେପରି ଆପଣ ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେମିତି ଆମର ଅପରାଧ ସବୁ କ୍ଷମା କର। ଯଦି କରିନୁ, ମୁଲକି କ୍ଷମା ମିଳିବ ନାହିଁ। ପ୍ରଭୁ, ମୁଇଁ ତ ସବୁବେଳେ କ୍ଷମା ମାଗୁଥିଲି ପ୍ରଭୁ, ତମେ କାହିଁକି କ୍ଷମା ଦେଲ ନାହିଁ? ତୁଇ କ୍ଷମା କରିସ୍ ନାହିଁ ଭାଇ, ମୁଇଁ ସେ କ୍ଷମା ପ୍ରଭୁ କଣ ଦିଅ ତାହେଲେ, ତୁମକୁ କ୍ଷମା ଦିଅ, ଦାନ ଦିଅ, ଦୟା ଦେଖ। ସମୟ ଥିଲା ଭାଇ ଭଉଣୀ ମାନେ, ଆମେ ଏମିତି ନଥିଲୁ। ଯଦି ଗାଁରେ ଏକ ପିଲା କାନ୍ଦୁଥିଲା କି ନାହିଁ, ହ୍ୟାଲୋ, କାହିଁକି କାନ୍ଦାନି? ତୋ ପିଲା କାହିଁକି କାନ୍ଦୁଛି? ନାଇଁ ମାସେ ଭୁକ ପାଇ କାନ୍ଦୁଛି, ରହ ମୁଁ ଡାଲି ଭାତ କରିଛି ଆଣିଦେବି ବୋଲି ଦଉଥିଲୁ କି ନାହିଁ? ଏବେ କାନ୍ଦୁଥିଲେ, କାନ୍ଦ କାନ୍ଦ, ସେ କାନ୍ଦିଲେ ବୋଲି ମୁଁ ଦେବି କି? କାନ୍ଦ ନା ନାହିଁ। ଏବେ ଆମେ କଣ କରୁଛୁ? ଆମର ଖାଇବା ପିଇବାଟା ଦାଣ୍ଡେ ଫିଙ୍ଗିଲେ ସେ କୁକୁର ଖାଇକରି ଧୂମା ହେଉଛି। ଦେଖ, ଆମର ଗାଁ କୁକୁର ରାତିରେ ଭୁକି ପାରୁନାହିଁ। ଭୁକି ପାରୁଛି କି? ଆମର ସେଇ ଗାଦା କୁକୁର, ଦିନେ ମୁଁ ରାତିରେ ଗଲା ଦେଖୁଛି କୁକୁର ବି ଭୁକୁ ନାହାନ୍ତି। କୁକୁର ମାନେ କେମିତି ଭୁକୁ ନାହାନ୍ତି? ଭୁକୁବା କଥା ତ। ପରେ ଗୋଟେ ଦିନ ମୁଁ ରାତିରେ ଭାବିଲି, ଦେଖିବା ଏ କୁକୁର ମାନେ ରାତିରେ କଣ କରୁଛନ୍ତି। ଦେଖିଲା ବେଳେ ରାତି 10ଟା ବେଳେ ଲୋକ ଖାଇବାଟା କୁଡ଼ା କୁଡ଼ା କଲେ କୁଟକୁଟା ଖାଉଛନ୍ତି, আর ডাঁডে তার পিঁড়াই তার রোডে ঢুলি থাকুଛନ୍ତି, আর ভুকাভুকি ନାହିଁ। ମାନେ ଆମେ ପ୍ରିୟ ଭାଇ ଭଉଣୀ ମାନେ, ଆମେ କଣ କରୁଛୁ? କୁକୁରକୁ ଖାଇବାକୁ ଦଉଛୁ ଲୋକକୁ। କେବେ କୋରାପୁଟ ଘାଟି ବାଟେ ଯାଇଛ କି ନାହିଁ? ଦେଖ, ସେ କୋରାପୁଟ ଘାଟିରେ ମାକଡ଼ିକୁ ଏପୁଲ, ଅଙ୍ଗୁର, କମଲା, କଦଲି ଆରି ମକା ମିଶା ସିଝାଇ କରି ଚାନା ଚାନା ମିଶା ବାଟା କରିଦଉଛୁ ଖାଉ ବୋଲି କରି। ମାନେ ମାକଡ଼ି ପ୍ରତି ପ୍ରେମ, ମଣିଷ ପ୍ରତି ପ୍ରେମ। ମାକଡ଼ିକୁ ଦେବାରେ ଯଦି ମେଡିକାଲ ନେଇ ଦେତେ ବୋଲେ ମହାପ୍ରଭୁ ମିଶା ଆଶୀର୍ବାଦ କରିବେ। ମାକଡ଼ି ତ ଏ ମାକଡ଼ି ତ ଗଛ ଡାଲଟା ଖାଇବ, ତାକେ କାହିଁ ଖାଇବାକୁ ଦେବାର ଅଛି? ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହିଁକି କହୁଛି, ଆଜିର ସମୟରେ କଣ କରିବାର ଅଛି? ନ୍ୟାୟାଚରଣ ଭଲ ପାଇବା, ନ୍ୟାୟାଚରଣ ଦୟା ଭଲ ପାଇବା, ଅନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବା। କଣ କରିବାର ଅଛି? ନମ୍ର ଭାବରେ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର। କେମିତି କରିବାର? ନମ୍ର ଭାବରେ। দেখবে মুই বেশি নম্রতা বলে কইলা বলে জানবো আর একটু গরব কে নাই।
ଗୁଡ଼ା ଘେନି ଦେଲା କି ନାହିଁ ସେ ଭୁକ୍ ଡେରି ବୁଲୁଥିବ ତାକେ ଛାତି ଚୁତା ନାହିଁ হ্যাঁ ଏମିତି ନମ୍ର କି ନାହିଁ ମା ମାନେ ଏବେ ଗାଲାଗୁଲି ଢାପିଛନ୍ତି ଗୋଟେ 2 ତୁଲା ସୁନା আর ରାଣୀ ହାର ପିନ୍ଧନ୍ତୁ ତ আর ଗୁଡ଼ାଏ ହେବେ ନାହିଁ ଏମିତି ଭୁକ୍ ଡେରି ବୁଲୁଥିବେ ପ୍ରିୟ ଭାଇ ଭଉଣୀ ମାନେ ମୁଁ କାହିଁକି କହୁଛି ନମ୍ର ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ କଣ କହୁଛନ୍ତି ହେ ମନୁଷ୍ୟ ଯାହା ଉତ୍ତମ ସା ତୁମକୁ ଜଣାଇ ଅଛନ୍ତି ନ୍ୟାୟାଚରଣ ଓ ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ ପରମେଶ୍ୱରଙ୍କ ସହିତ ଗମନାଗମନ କରିବା କାହା ସହିତ ଗମନାଗମନ କରିବା ପରମେଶ୍ୱରଙ୍କ ସହିତ ଗମନାଗମନ କରିବା ଆମେ କାହା ସହିତ ଗମନାଗମନ କରୁଛୁ ଜଗତ ଯୁଆଡ଼େ ଅଛି ଆମେ ମିଶା କେନେ ଯାଉଛୁ ହେଲେ ସେମାନେ ଗଲେନି ମୁଁ ମିଶା ଏବେ ଟିକେ ଭଲ ପଡିଲୁ ନହେଲେ ଏତେବେଳେ ଟେଡ଼ି ଦେଇ କରି ଚୁପଚାପ ଏତେବେଳେ ଟେଡ଼ି ଦଉଥିଲୁ ଗାଁରେ ମୋର ମଦ ଦୋକାନ ଥିଲା ହଁ ଏତେ ବାଟା କରବାକେ କହି ଦେଇକରି ସେ ସେବା ଦେଇକରି ଧରି ପାଣି ଦେଲ ଭାତ ହେଇକି ଜାଣି ମିଶା ନଥିଲା ଆମକୁ ଯେମିତି ଇଚ୍ଛା ସେମିତି ଏବେ ମଝିରେ ଗୋଟେ ଘରେ ଯାଇଥିଲି ସେ ଲୋକ ବାରମ୍ବାର ବାଥରୁମକୁ ଯାଉଛି ଆସୁଛି ଯାଉଛି ଏ ଅଧ ଘଣ୍ଟା ଭିତରେ ତାର କଥାବାର୍ତ୍ତା ତାର ହିଡ଼ିବାର୍ତ୍ତା ମିଶା ବଦଳି ଗଲା ବେଶୀ କାନ୍ତିକେ ଥାପି ଗଲା ବେଳେ ଭଲ ଗଲା আর অধ ঘন্টা পরে কান থেকে থাপি থাপি ভাবুছি আমি কলি কি সালা পরে পিলাকে পচারিলি ভাইরে বাবু কোন তোর বাপার এমতি হচ্ছন্তি নাই তার মাল পানি রଖିଛନ୍ତି বলল কিটা মাল পানি কোটি বাথরুম রে মাল পানি কোটি রଖିଛନ୍ତି বাথরুম রে হাগনি কুড়িরে মদ রখবো ছি 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 সেটি ফিনেল ডোবা রখিছ হারপিক রখিছ আর এসিড রখিছ সে ভিতরে তোর মদ খাদি মিশা ভাবি দেখন্তু কেমতি স্ট্যান্ডার্ডর মদ মানে সকালে কହୁଥିଲି আমার লোক মানে ଗୋଟେ ଡବା ମଦ ପାଇଁ 2 ଏକର ଜମି ବୁଡେଇଛନ୍ତି ବେଶୀ ନାହିଁ ଗୋଟେ ଡବା ମଦ ପାଇଁ 2 ଏକର ଏବେ କିସ ବୋଲି କହୁଛନ୍ତି ଏଟା ମିଶ ଆମର ଜମି ସେଟା ମିଶ ଆମରଟା ଏଟା ମିଶ ଆମ ଦାଦା টাকা ଏବେ ସିଧି ଗତି କାମ କରୁଛି କଣ କରୁଛି ଗତି କାମ ଏବେ ମିଶା କେଟା ଅଛନ୍ତି ପାନି ବାଲା ମାନେ ଅଛନ୍ତି କି ନାହିଁ ତାକୁ ବୁଝାଲି ମିଶା ବୁଝିବେ ନାହିଁ বুঝবে কি এ দে মদ ছাড় বলে তোকে ছাড়বি বলছি তবে নাই তার ভলকু কইব কি নাই তোকে ছাড়বি সকালু পুড়িয়া খেপি থিবে যে টন কে দিথিব সে পুড়িয়া খাও কুটিকে কহতো না না চা পিবিস জলকে আলো খা লসিয়ার লিয়ে চলো খা লেবু পানি পিবি হেটি বিরিয়ানি আনিছু খাইব কেটিকে পাকাইছে পাকাইছে এতে পেজ লোক খা আমলিয়া সাঙ্গে বলে এমানকু পেজ আমলিয়া বিরিয়ানি জলকিয়া চা লসি চা লেবু পানি তারটু বেশি পছন্দ করো পুড়িয়া সকাল কହୁଥିଲେ পুড়িয়া খাও মানে থমনা মেলা মিঠা করে পারি না কেমতি কথা কেমতি খাইবে ভাত অলপ পুরাইবে আংটিরে গেঁজবে পানি এতকি হেলা বলে মিঠা ছাড়বে কি নাই তার স্ত্রী মিঠা ছাড়ো বলে কইবে কি নাই উল্টা তার পেট কাতলা বেলে যদি পুড়িয়া মিলব বলে বেটি করতে ভেদ দেখো লাপা মুন্ডা করে পাশরি দিয়েছিল হ্যাঁ ମୋର ପ୍ରିୟ ଭାଇ ଭଉଣୀ ମାନେ କଣ ଲେଖା ଅଛି ଯେ ନମ୍ର ଭାବରେ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର ଏହା ଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଣ ଚାହାନ୍ତି ଆଉ କଣ ଚାହୁଁଛନ୍ତି ପ୍ରଭୁ ତମକୁ କାହିଁଟା ଲୋଡ଼ା ରାଜା ଆଣିଦେବି ପ୍ରଭୁ କାହିଁଟା ଲୋଡ଼ା ପ୍ରଭୁকে ଦେଲା ପରେ ଆମର ଔକାତ ଅଛି ଅଛି ଆଜି ଟିକେ ଲସି ବନାଇତେ ମୁଇଁ ପିଇବି ଆଜି ମତେ ଜ୍ୱର ହେଲାନି ଅଳ୍ପ ପଶୁ ଆଣିଦେ ଅଳ୍ପ ଗାଧାଇ ଦେ ମତେ ବୋଲବେ କି ପ୍ରିୟ ଭାଇ ଭଉଣୀ ମାନେ ମହାପ୍ରଭୁକୁ ଦେଲା ପରେ ଆମର ଔକାତ ଅଛି କି
ତାଙ୍କର ଦୟାରେ ଆମେ ହିଣ୍ଡୁଛୁ, ତାଙ୍କର ଦୟାରେ ଆମେ ଗାଉଛୁ କି ନାହିଁ, यीशु तेरी दया से मैं जीवन जीता हूँ, यीशु तेरी करुणा से मैं आगे बढ़ता। मुई जो बंचिछि तुमर दया रखा, तांको मुई दया करि पारबि नहीं। मोर प्रिय भाई भणी माने आजी वाक्य सुनला कौन लिखा अछि, हे मनुष्य जहाँ उत्तम ताहा से तुमको जणाई अछंती, जहाँ उत्तम ताहा से तुमको जणाई अछंती, न्यायाचरण दया भय भल पाइबा नम्र भाव तुम परमेश्वर को सहित गमनागमन करवा। आमे खाली रविवार दिन प्रार्थना आइला बेला का नम्र बाइबल धरी देकर केंती आसुथिबे। आज प्रथम तो चलुछि बल्ला सत के चोट राशि कांदी पकाउथिबे केतलो देखि छ आमे कोन पई कांदिछु प्रभु का जानि छ सेटा सत के नहीं। बुढ़ी माँ मन किस तरह कांदुछंती, पो बुआरी पाचारु नांती, प्रभु मके धेरी जाओ राजा, मके धेरी जाओ, धेरी गले रापिस्ती एबे जे काको क्षमा करिनु मूड जाको 20 सत के नहीं। पाप रे भर्ती जीवन मरि गले केंती हबो, पो बुआरी न पाचारले धेरी जाओ। ए भौणी माने कोन करछंती, स्वामी कहबे मोर स्वामी सेंती नाही बेसी भल टिके पिउछंती मात्र तांग प्रभल के नहीं, जुआ खेलबे मात्र बेसी भल, प्रार्थना बसबे नहीं मात्र चांदा डबु देबे मके कुकुड़ा खाली जीवे बेसी भल, मरणरा बेसी भल। परे जते बेले मत पी चप्पो कि नहीं परे आस्ती करे राजा सत्य बेला आस्ती करे कांद बसे सब बेला बने से। आजकल प्रार्थना सब आसती माँ मैंने नहीं आसबे नहीं, प्रार्थना आसबे नहीं यार प्रार्थना टाइम होतिबो से बाटे गाड़ी स्टार्ट करी जाउछबे, केने जाउछ कोटपाड़ी जाउछु हम सतरा करे, तमे केने जाउछ बरिगुमा जाउछु टिके काम अछि, तमे केने जाउछ रब्बा दिन केने नहीं एने आइबार अछि कि नहीं, आइबार अछि कि नहीं नहीं एने नहीं। स्वामी मन कोन कहउछथि तुई जा लो तुई जा, प्रार्थना कले कि सब प्रभु घोषणाई दे भाई नहीं 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 से भूल बुझी, प्रार्थना आसले प्रभु घोषणाइबे नहीं, न आइबा लोक घोषणाइबे से। देखो तो जो लोक माने रविवार दिन प्रार्थना न आसी पिटी मरी जाइछन्ते आज रे भल पड़ी ना, देखो रविवार दिन जो काम रे जीव से काम हेबो नहीं, हेबो नहीं। रविवार दिन कन्या देखबो देथिबे कि नहीं माट गोला खाउछ कोन करिवो तुमे, रविवार दिन प्रार्थना आसबो प्रार्थना करब तापर सोमवार दिन कन्या देखा जीव कल गले 4टा परिवार दोष नांती केने गले क्या क्या कथा होतिले नवनपुर बाटे जीवी बोली नहीं मन रखि प्रभु चाहूछंती तांको सहित गमनागमन करबाटा। मोर प्रिय भाई भणी माने आज कोन जगत जुआड़े जाउछि आमे भी सियाड़े का जाउछु, सियाड़े जाउछु। आज कोन कहछु होय आज जाई नहीं आसबा हाट को जीवी, आसबा हाट को थी बोले ग्यारंटी अच्छी कि लेकिन आनब स्टाम्प पेपर लिखब आसंता हाट को मुई प्रार्थना आसबि बोले हाँ कौन रविवार दिन सकाले टुडुम काके जाना मु सकाले कहूथि कि ए माँ मने प्रार्थना आइबे नहीं, कौन माँ ए माँ प्रार्थना कहीं सुनो मके तो बाबू सुनी ना पारी देखी ना पारी, खाली टीवी आका देखी पारी टीवी आका सुनी पारी एटा ए धांधाटा। आज बेसी कहब बोले आइबा के इच्छा मोर पात तो जला पड़ा मोर मांडी मुन दुका एटा माने दुका पिंडरी दुका मुई तो खेली जाई ना पारी बोलबो से कहब कि नहीं मा तो जदी दाम जोड़ी विवाह थिबो बोलेरो पछ बाटे आपटी ही करी ए दुका जाइथिबो कि नहीं छिबो हेले एंती लोक प्रभु ने कोन करबे स्वर्गे प्रधान आसन रे बसाइबे, प्रार्थना न आसीबा लोक को प्रधान चेर गुडा को दियो थरे जन को घरे जाइछि पास्टर घरे रविवार दिन जाइछि 2 लोक गुडा धरि भारुछंती कोट पास्टर घर प्रार्थना सरी नहीं
ବେଦିରେ ଦିଆ ହିଁ ନାହିଁ ଏମାନେ କୁକୁଡ଼ା ଧରି କେନେ ଯାଉଛନ୍ତି ରବିବାର ଲୋକ କୁକୁଡ଼ା ଧରି ଆଇବେ କି ନାହିଁ ଏ କୁକୁଡ଼ା ଧରି କେନେ ଯାଉଛନ୍ତି ପରେ ପଚାରିଲି ଆଜ୍ଞା ଏମାନେ କେନେ ଯାଉଛନ୍ତି ନା ଆଜ୍ଞା କୁକୁଡ଼ାକୁ ପ୍ରାର୍ଥନା କରାଇବାକୁ ଆଣିଥିଲେ କୁକୁଡ଼ାକୁ ପ୍ରାର୍ଥନା ମୁଁ କହିଲି ଜ୍ୱର ହେଇଥିଲା କି ନା ଆଜ୍ଞା କୁକୁଡ଼ା କାଲି ଯିବେ ତ ପ୍ରାର୍ଥନା କରାଇବାକୁ ମୁଁ କହିଲି ଟିକେ ଆଗରୁ ମୁଇଁ ଆସିଥିଲେ ତାବେ ଆଜ୍ଞା ଫିଟିଗଲା ମୁଇଁ ପ୍ରାର୍ଥନା କରିଦେଇଥିବେ କେମିତି ଯେ ଆଜ୍ଞା ନାଇଁ ଗରମ ପାଣିରେ ବୁଡ଼େଇଛି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଆମେ ଯାଉ ଏବେ ଆମେ କୁକୁଡ଼ାକେ ପ୍ରାର୍ଥନା କରିଦେବୁ ପ୍ରିୟ ଭାଇ ଭଉଣୀ ମାନେ ଥରେ ଜଣେ ପ୍ରଭୁଙ୍କ ଦାସ ସେ ସଲଭ ଗଛକୁ ପ୍ରାର୍ଥନା କରିବାକୁ ଯାଇଛନ୍ତି କାହାକୁ ସଲଭ ଗଛ ପ୍ରଭୁ ଏ ଗଛରେ ରସ ଦିଅ ଆଶୀର୍ବାଦ କର ଗୋଟେ ଗାଁରେ ପାଷ୍ଟର ଥିଲି ମୁଇଁ ସବୁ ଗଛଟି ଗଲେ ସଲଭ ଗଛ ବନଉଛି ମୁଁ କହିଲି କାଟବ କି ପ୍ରାର୍ଥନା କରି ଶୁକାଇକି ଦେଖ କହିଲି କାଟବ କି ପ୍ରାର୍ଥନା କରି ନାଇଁ ଆଜ୍ଞା ନ ଶୁଖ ଆଜ୍ଞା କାଟବ ବୋଲି କାଟଲେ ମୁଇଁ ପ୍ରାର୍ଥନା କଲେ ଶୁଭ କି ନାଇଁ ଜାଣ ନାଇଁ ମାତ୍ର କାଟାଇଥିଲି ସେଟା କଣ ବୋଲେ ଆମର ଘରେ ସଲଭ ଗଛ ଥିବ ସଲଭ ପିଇବା ପାଇଁ ବାହାର ଲୋକ ଆଇବେ ମଦ ସାହି କରି ଘରେ ବସିଥିବେ ଆମର ଘରେ ଝିଅ ଭଉଣୀ ମାନେ ଥିବେ ଭଲ କଥା କି ଭଲ କଥା ନାହିଁ ସେଟା ପ୍ରିୟ ଭାଇ ଭଉଣୀ ମାନେ ମୁଁ ତ ପ୍ରାର୍ଥନା କରୁଛି ମୋ ପାଖରେ ଗୋଟେ ବହିଟା ଅଛି ଦେଖିବ ହଁ ଏ ବହିଟା ଦେଖିଥାନ୍ତୁ ସୁବିଧା ହେଲେ ଗଲାବେଳେ କିଣିକରି ନେବେ ଏ ବହିର ନାଁ ହେଉଛି ସୁସ୍ଥ ପରିବାର ମାନେ ଆମର ପରିବାର ଆତ୍ମିକ ଭାବରେ କେମିତି ସୁସ୍ଥ ଥିବ ଏ ବହିରେ ମୁଁ ଦେଖିଛି ପ୍ରଭୁ ବିବାହ କାହିଁକି ସଂସ୍ଥାପନ କରିଛନ୍ତି ବିବାହ କାହାକୁ ହେବାର ନାହିଁ ବିବାହ ହେବା ପୂର୍ବରୁ କେମିତି ଥିବା ସେଟା ଲେଖିଛି ଆଉ ବାହା ହେଲା ପରେ ସ୍ୱାମୀ କେମିତି ହେବା ଦରକାର ସ୍ତ୍ରୀ ମାନେ କେମିତି ରହିବା ଦରକାର ଆମର ପିଲାଟିକୁ ଆମେ କେମିତି ଯତ୍ନ ନେଇପାରିବା ପିଲାଟା କି ବାପା ମାର କେମିତି ଯତ୍ନ ନେବେ ଗୁଡ଼ିଏ କଥା ଲେଖିଛି 16ଟା ଅଧ୍ୟାୟ ଅଛି ତା ସହିତ ଆରି ଗୋଟେ ବିଷୟ ଲେଖିଛି ଆପଣ ଋଣମୁକ୍ତ ଜୀବନ କେମିତି କାଟିପାରିବେ ବାଇବଲର ପଦପର୍ବ ଅନୁସାରେ ମୁଁ ଲେଖିଛି ନେବେ ଗୋଟେ 10 ଥର ପୁରା ପଢ଼ବେ ସବୁ ପିଲା ପଢ଼ ମାତ୍ର 10 ଥର ଯଦି ପଢ଼ବେ ଆପଣ ଋଣମୁକ୍ତ ହେଇଯିବେ ସେଠି ମୁଁ ବାଇବଲ ଅନୁସାରେ ପରାମର୍ଶ ଦେଇଛି ଆପଣ କେମିତି ଋଣମୁକ୍ତ ହେଇପାରିବେ ମୁଁ ଚାହୁଁଛି ସକାଳେ ମୁଁ କହୁଥିଲି ଗୋଟେ କଥା ମୋର ଭାଇ ଭଉଣୀ ମାନେ ଯଦି ଆମର ଘରେ ଗୋଟେ ମଦୁଆ ଥିବ ବେଶୀ ନାହିଁ ଗୋଟେ ସିଙ୍ଗଲ ୱାନ୍ ଆଣ୍ଡ ଓନ୍ଲି ଏକ ଲୌତା ମଦୁଆ ଯଦି ଗୋଟେ ବିଷୟ ମଦୁଆ ଥିବ ଦିନକେ କେତେ ଟଙ୍କା ପିଇବ 200 ଟଙ୍କା ପିଇବ ଦିନକୁ 200 ବୋଲେ ମାସକୁ କେତେ ହେଲା 6000 ଟଙ୍କା ପିଇବ ପୁଡ଼ିଆ ଖାଇବ ଚାପ କିରେ ପୁଡ଼ିଆ ଚୋପଡ଼ା ପାଇଁ ସେଟା ଦିନକୁ 50 ଟଙ୍କା 50 କେତେ ହେଲା ସେଟା 1500 7500 ତ 1 ଲାખ ଗନ୍ଥମ ନା ଏ ସର ଅଛି